ଆଜି ଆମ ଗହଣରେ କିଏ ଅଛନ୍ତି ଆପଣ ମାନେ ଦେଖୁଛନ୍ତି, ଥରେ ନିଶ୍ଚିତ ଭାବରେ ନଜର କରି ନିଅନ୍ତୁ ଯେ ଆପଣ ମାନଙ୍କୁ ଯିଏ ହସେଇ ହସେଇ ବେଦମ କରିଦିଅନ୍ତି। ଆମେ ସେଇଥିପାଇଁ ଟିକେ ଉତ୍ସାହିତ ହଉଛୁ, ତାଙ୍କ ସହିତ ଆମେ ଆଲୋଚନା କରିବା। ପୁରା ପରିବାର ସହିତ ଆମେ ଅଛନ୍ତି, ତାଙ୍କର ପରିବାର ଏଇଠି ଉପସ୍ଥିତ ଅଛନ୍ତି ଆମ ଗହଣରେ। ଆମେ ତାଙ୍କ ସହିତ ଆଲୋଚନା କରିବା, ଆସନ୍ତୁ ଗୋଟେ କଥା ହବା। ଆଜିକାଲି ସବୁ ଲୋକ ମାନେ ଆଜ୍ଞା ଅର୍ଗାନିକ ହେଇଗଲେଣି। ପୁରା ଆପଣ ଦେଖିବେ ଲୋକମାନେ ଦେଶୀ ବାଇଗଣ ଦେଶୀ ପରିବା ସବୁ ଭଲ ପାଉଛନ୍ତି, କିନ୍ତୁ ଦେଶୀ ମଣିଷକୁ ଭଲ ପାଉନାହାନ୍ତି। ଆପଣ ଦେଖିବେ ଦେଶୀ ଜିନିଷ କିଣିବା ପାଇଁ ବହୁତ ରେଟ୍ ଦେଇକି ଯିବେ, କିନ୍ତୁ ଦେଶୀ ମଦ ଜିପିକି ଗଡୁଥିବ ତାକୁ ଆଜ୍ଞା ଦେଖିଲେ ଗନ୍ଧଉଥିବେ। ଲୋକମାନେ ଯୋଉ ଅର୍ଗାନିକ ନେଇକି, ତାକୁ ଗୋଟେ ବଢିଆ ମଜା କଥା ଆପଣଙ୍କୁ କହୁଛି ଆଜ୍ଞା। ହୋଟେଲରେ ଖାଉ ଖାଉ ମିଷ୍ଟର ସାହୁ କହିଲେ ଏଇ ଖାଦ୍ୟ ମୁଁ ଖାଇପାରିବି ନାହିଁ, ଦେଖ ଏଇ ପନିରରେ ପଡିଛି ଉକୁଣିଆ ପୋକ। ହୋଟେଲ ମାଲିକ ଆସିକି ବୁଝେଇଲା, ଆଜ୍ଞା ଉକୁଣିଆ ପୋକ ତ ଗାଈ ଦେହରେ ଥାଏ, ଅତଏବ ଏଇ ଉକୁଣିଆ ପୋକ ପନିର ତରକାରୀରେ ପଡିଥିବା ବୁଝଉଛି କି ଆମ ପନିର ଏକଦମ ଗାଈ କ୍ଷୀରରୁ ପ୍ରସ୍ତୁତ ହେଇଛି, ନା ଏହା ବଟିଂ ପେପର ଅଛି, ନା ଏଥିରେ କିଛି ମିଲାବଟ ହେଇଛି। ଆଉ ଜଣେ ଚନ୍ଦାମୁଣ୍ଡିଆ ଲୋକ ଆଜ୍ଞା ହୋଟେଲରେ ବସି ଖାଉଥିଲେ, ତାଙ୍କୁ ସିଏ ଆଜ୍ଞା ଖାଦ୍ୟରେ ହଠାତ୍ ପାଟି କଲେ, ପାଟି ଦେଖ ମୋ ଖାଦ୍ୟରେ ପଡିଛି ଚୁଟି। ହୋଟେଲ ମାଲିକ ତାଙ୍କୁ ଦେଖେଇଲା, ଆଜ୍ଞା ନିଜ ମୁଣ୍ଡକୁ ଦେଖନ୍ତୁ, ଇଏ ତ ଆପଣଙ୍କ ପାଇଁ ସମ୍ପତ୍ତି, ଫୋପାଡି ନ ଦେଇକି ଆଗ ପକେଟ ଭିତରେ ରଖନ୍ତୁ। ଆଜ୍ଞା ଏଇ ସମୟରେ ଜଣେ ମଦୁଆ ଆଜ୍ଞା ସେଇଠି ବସିକି ଖାଉଥିଲା, ତାର ମଧ୍ୟ ଗୋଷ୍ଠୀ ପଡିଲା। ସିଏ କହିଲା, ଆରେ ମୋ ପ୍ଲେଟରେ ବି ପଡିଛି ମାଛି। ତା ପାଖ ମଦୁଆ କହିଲା, ଚୁପ୍ କରେ, ତୁ ଚୁପ୍ କରିକି ଖାଇଦେ, ଆମେ ପରା ଆଜ୍ଞା ସାଦା ମଗେଇଥିଲେ, ଓଲଟି ଆମକୁ ନନଭେଜ ମିଳିଛି। ତ ବନ୍ଧୁଗଣ, ଦୁନିଆ ଏମିତି ପରିବର୍ତ୍ତନଶୀଳ ହଉଛି, ଆମକୁ ପରିବର୍ତ୍ତନ ସାଥିରେ ଯିବାକୁ ପଡିବ। ଆଜିର ତାରିଖ ଯଦି ଆପଣ ଧୋତି ପିନ୍ଧିକିରି ଦାଣ୍ଡରେ ବୁଲିବେ, ଯଦି ସେପଟୁ ଲୋକ ଷଣ୍ଢ ମାଡି ଆସିବ ଆପଣ ଝୁଣ୍ଟି ହେଇକିରି ପଡିବେ। ସେଥିପାଇଁ ଏବେ ହାଫ ପ୍ୟାଣ୍ଟ ସୁବିଧା ହଉଛି, ହାଫ ପ୍ୟାଣ୍ଟ ଦେଖି ଚଳେଇଦବା କଥା। ଦେଖନ୍ତୁ ଆଜ୍ଞା, ସମସ୍ତଙ୍କୁ ଯାହାକୁ ଦେଖିବେ ସମସ୍ତେ ଟେନସନ ରେ ଯାଉଛନ୍ତି ଆଜ୍ଞା। ବନ୍ଧୁବାନ୍ଧବଙ୍କର ଏବେ ସବୁ ବାହାଘର ଋତୁ ଚାଲିଛି, ଆପଣ ବାହାଘରକୁ କି କଣ ଖୁସିରେ ଯାଉଛି? ସେଟା ଆଗରେ ମିଛରେ ହସି ଦେଇକି ହେ ହେ ଆସିଲେ ଭଲ ହେଲା। ସେ ଆସିବା ଲୋକ ଯିଏ ଡାକିଛି ସେ ବି କହୁଛି, ହେ ପ୍ଲେଟ ପିଛା 2250 ବୁକ୍ କରିଛି, କଣ ଫ୍ୟାମିଲି ଧରିକି ପଳେଇ ଆଇଲାଣି। ସେପଟେ ଯିଏ ଯାଉଛି ସିଏ କହୁଛି ଡାକି ଦେଇଛି ସିନା, କହିଦେଇଛି ସମସ୍ତେ ଆସିବ, ମୁଁ କଣ ମାଗେଣା ହେଇଛି? ମୁଁ ବା ଖାମ ଭିତରେ 5000 ପୁରେଇକି ଧରିକି ଆସିଛି। ସମସ୍ତେ ଆଜ୍ଞା ଭିତରେ ଇଣ୍ଟେନସନରେ ଶୁଙ୍ଗା ମୁହଁରେ ଅଛନ୍ତି। ତେଣୁ ଏଇଟା ଗୋଟେ ଚେଷ୍ଟା ଯେ ଭିତରୁ ଲୋକମାନେ ବାହାରି ଆସନ୍ତୁ, ଟିକେ ମନ ଖୁସିରେ ରହନ୍ତୁ। ଆମର ଲୋଭ ଅଛି ଯେ ମତେ ଦେଖିକି ଲୋକ ହସିବେ, ମତେ ପ୍ରଶଂସା କରିବେ, ମତେ ରେକଗ୍ନାଇଜ କରିବେ, ସେଇଥିପାଇଁ ମଧ୍ୟ କରୁଛୁ। ଆଉ ଆମେ ଯାହା ଲେଖୁଛୁ, ଯେମିତି ରାନ୍ଧିଲା ବାଲା, ଯଦି ଲୋକ ନ ଖାଇଲେ ସେ ରାନ୍ଧିବାର ମୂଲ୍ୟ କଣ? ସେମିତି ଲୋକମାନେ ଯଦି ନ ଶୁଣିବେ, ଆମେ ଲେଖିବା ବା କହିବାର ମୂଲ୍ୟ କଣ ହବ? ଡକ୍ଟର କୁଳାଙ୍ଗାର ନାଁରୁ ମତେ ଡାକ୍ତର ଭାବି ଅନେକ ଲୋକ ଆମ ଘରକୁ ଆସି ଚିକିତ୍ସା ପାଇଁକି କରନ୍ତି ଦାବି। ଦିନେ ଜଣେ କହିଲା, ସାର୍ ବଢୁନାହାନ୍ତି ପିଲା ଦିଟା, ନାଁ ଦେଇଛି ସରୋଜ ଭଳୁ। ମୁଁ କହିଲି ଅଲବତ ବଢିବେ, ଘୁ ଘୁ ବଢିବେ, ତାଙ୍କୁ ନାଁ ଦିଟା ଖାଲି ବଦଳେଇ ରଖ, ପିଆଜ ଆଉ ଆଳୁ। ପୁଣି ଜଣେ ଲୋକ ପହଞ୍ଚି କହିଲା, ସାର୍ ମୋ ପୁଅ ଜନ୍ମରୁ, ମୋ ଗ୍ରାମ ଜନ୍ମରୁ ମୁକ, କହୁନି ଜମା କଥା, ଚେଷ୍ଟା କଲିଣି ବହୁତ। ମୁଁ କହିଲି ଅଲବତ କହିବ, ଭଡ ଭଡ ହବ, ଖାଲି ନାଁଟା ରଖ ଦାମ ରାଉତ। ସେତେବେଳେ ଦାମ ବାବୁ ଥିଲେ, ଏବେ ସେଟା ଜାଗାରେ ସୁର ରାଉତ ରହିଯିବ ନାଁ ବଦଳେଇକିରି। ଆଉ ନାଇଁ, ପିଲାଦିନୁ ମୋର ଏଇ ପ୍ରତି ବହୁତ ଆଗ୍ରହ, ଆମର ନାଚଠୁ ଧରିକି ତାମସାଠୁ ଧରିକି ସବୁଥିରେ ଆଗ୍ରହ ଥାଏ ମୋର। ଏବଂ ଦ୍ୱିତୀୟରେ ମୁଁ ଗୋଟେ ଗାଁରୁ ଆସିଛି, ନିରୁତା ଗାଁରୁ, କଷ୍ଟ ଦୁଃଖ ଗରିବ ଲୋକଙ୍କର ଅସୁବିଧା ମୁଁ ଦେଖିଛି। ତେଣୁ ଆମେ ସମସ୍ତେ ତ ସବୁ କଥା ଦୂର କରିଦେଇ ପାରିବେନି, ମୁଁ ତ ଯାଇକି ସୈନିକ ହେଇକି ଆଉ ଲଢି ପାରିବି ନାହିଁ, କି ଏଠି ଯାଇକି ମୁଁ ସମସ୍ତଙ୍କର ଦାରିଦ୍ର୍ୟ ଦୂର କରିବି ପାରିବି ନାହିଁ। ତେଣୁ ସେଇ କଷ୍ଟ ଆଉ ଦୁଃଖ ମୁଁ ଯେହେତୁ ନିଜେ ବି ସହିଛି, ତ ଲୋକମାନଙ୍କୁ କିଛି ଖୁସି ଦେବା ପାଇଁ ମୁଁ ଜୀବନକୁ ସମର୍ପିତ କରିଛି। ନାଇଁ, ମୁଁ ଭାବୁଛି ମୋ ଚେହେରାକୁ ଦେଖିକି ଭଲ ପାଇଲେ, କାହିଁକି ନା ସେ ଗ୍ରାମାଞ୍ଚଳରେ ଏବେ ବି ଅଛି ଯେ ନାଟୁଆ ଲୋକ, କଳାକାର ଲୋକ ବୋଲେ ତାର ଅନ୍ୟ ଆଡେ 2 ନମ୍ବରୀ ଧନ୍ଦା ଥିବ। ତେଣୁ ତାଙ୍କ ମନରେ ମଧ୍ୟ ସେମିତି ସନ୍ଦେହ ଆସିଥିଲା, ଆସିବା ସ୍ୱାଭାବିକ ମଧ୍ୟ। ତେଣୁ ମୋ ଚେହେରା ଦେଖିକି ମୁଁ ଭାବୁଛି ମତେ ସେ ଭଲ ପାଇଥିବେ, ପଛରେ ହୃଦୟଟାକୁ ଦେଖିଲେ। ଆଉ ଅବଶ୍ୟ ହୃଦୟକୁ କିଏ କଣ ଫାଡିକି ଦେଖେଇ ଦେଇ ପାରିବ କି? ଚେଷ୍ଟା ଚାଲିଥାଏ ଜୀବନ ସାରା, ସେ ବୋଧହୁଏ କିଛି କିଛି ଦେଖିଛନ୍ତି, ତେଣୁ ଭଲ ପାଉଛନ୍ତି ଆଉ ବୋଲି ବିଶ୍ୱାସ କରିବା କଥା। ଆଜିକାଲି ବିଶ୍ୱାସରେ ଦୁନିଆ ଚାଲିଛି ଆଜ୍ଞା। ମୁଁ ତାଙ୍କୁ ବ୍ୟଙ୍ଗ କବିତା ଶୁଣେଇ, ଫାଷ୍ଟ ଟାଇମ ଦେଖା ବେଳେ ଆମେ ବୋଉ ଦେଖି ଯେମିତି ଯାଆନ୍ତି, ମୁଁ ତାଙ୍କୁ ଦେଖିବାକୁ ଯାଇଥିଲି। ତେଣୁ ମୁଁ ଆଉ ସେଠି ତ କିଛି କବିତା ଶୁଣେଇବାକୁ ଅବସର ପାଇନଥିଲି। ମୁଁ ପଛରେ ବହୁତ କବିତା ତାଙ୍କୁ ଶୁଣେଇଛି। ମାନେ ମୋର କୌଣସି କବିତାରେ ସେ ପ୍ଲିଜ ହୁଅନ୍ତି ନା, କାହିଁକି ଆମେ ପତ୍ନୀମାନଙ୍କ ବିରୁଦ୍ଧରେ ହିଁ ଲେଖୁ। କାହିଁକି ସେ ବହୁତ ସମୟରେ ପଚାରନ୍ତି ଯେ ତମକୁ ଆଉ କେହି ମିଳୁନାହାନ୍ତି? ମୁଁ କହିଲି ମିଳୁଛନ୍ତି, ଗାଈ ଗୋରୁ, ଷଣ୍ଢ କୁକୁର ଏସବୁ ମିଳୁଛନ୍ତି, ଆମେ ତମକୁ ମର୍ଯ୍ୟାଦା ଦଉଛୁ ବୋଲି ତମ ବିଷୟରେ ଲେଖୁଛୁ। ଆଉ ମୁଁ ଜାଣିଛି ଯେ ମୁଁ ଯୋଉ କାମଟା କରୁଛି ପଛରେ ହିଁ ଅଛନ୍ତି, ପଛରେ ହିଁ ରୁହନ୍ତି, ମତେ ସବୁଥିରେ ସପୋର୍ଟ କରି ଚାଲନ୍ତି। କୁହନ୍ତି ଯେ ନାଇଁ ତାଙ୍କର ସଫଳ ପୁରୁଷଙ୍କ ପଛରେ ମହିଳାଙ୍କ ହାତ ଅଛି। ଦେଖନ୍ତୁ, ଆମେ କିନ୍ତୁ ସଫଳ ମହିଳା ତିଆରି କରୁଛୁ, ତାଙ୍କ ପଛରେ ସଫଳ ପୁରୁଷଙ୍କର ହାତ ଅଛି। ମାନେ ସିଷ୍ଟମକୁ ବଦଳେଇବାକୁ ପଡିବ। ଆଉ ଆଗରୁ କହୁଥିଲେ ସଫଳ ଆମର ପୁରୁଷଙ୍କ ପଛରେ ଜଣେ ମହିଳାଙ୍କର ନିଶ୍ଚୟ ହାତ ଅଛି। ଏଠି ଆଜ୍ଞା ସଫଳ
ମହିଳାଙ୍କ ପଛରେ ମଧ୍ୟ ପୁରୁଷଙ୍କର ହାତ ରହିବା ଦରକାର କି ନାହିଁ? ନାଇଁ ସବୁ ଥିଲା ମୁଁ ଯେତେବେଳେ ମୋର ଜବ୍ ରେ ହଉ କି ଗୋଟେ କାମ ଯେତେବେଳେ ମତେ ଷ୍ଟାର୍ଟ କରିବାର ଥିବ ମୁଁ ଟିକେ ବହୁତ ଭାବିବି ଟିକେ ରହିଯିବି ମାନେ ହଁ ତୁ କରିପାରିବୁ କରିଚାଲ ତାପରେ ହେଇଯାଏ ଆପଣ ଆଗେଇ ଚାଲନ୍ତୁ। ଆଗେଇ ଚାଲେ। ଗୋଟେ କଥା ମତେ କୁହନ୍ତୁ। ଆପଣ ବଡ ଦ୍ୱନ୍ଦ୍ୱରେ ପକେଇଲେ କବିତା ତ ପୁରା କହିପାରିବି ନାହିଁ ସେଟା କବିତାଟା କହିପାରିବି ନାହିଁ କିନ୍ତୁ ତାଙ୍କର ଯୋଉ କବିତା ସେ ଲେଖନ୍ତି ମୁଁ ପ୍ରଥମେ ଶୁଣେ ବେଶୀ ନହେଲେ ବି କୋଉଠି ଟିକେ କରେକ୍ସନ ହବ ମୁଁ ସେଇଟା କୁହେ ପ୍ରଥମେ ଶୁଣେ ଯେହେତୁ ଆଉ ତାଙ୍କର ଯୋଉଟା ରେକର୍ଡିଂ କରାଯାଏ ସେଇଟା ମୋବାଇଲ ଧରିକି ରେକର୍ଡିଂ କରିଦିଏ ଏଇ କାମ କରିଦିଏ ଆଉ ବ୍ୟଙ୍ଗ କବିତା ଯୋଉ ଲେଖନ୍ତି ସେଇଥିରେ କେବେ ମାଡ ଖାଇବା ଗାଳି ଖାଇବା ଭିତରେ ଆପଣଙ୍କର ହାତ କେତେ? ନାଇଁ ସେମିତି ହେଇନି ମାଡ ଗାଳି ହେଇନି। ଭାଇ ଆପଣଙ୍କର ବ୍ୟଙ୍ଗ କବିରେ ଲୋକ ଗୋଡେଇ ନାହାନ୍ତି? ହଁ ଗୋଡେଇଛନ୍ତି ବହୁତ, ମାନେ ସଂସ୍କୃତ ଶୁଣିବାକୁ ପଡିଛି। ଫୋନ କରିକି ଲୋକମାନେ ବହୁତ ପ୍ରକାର ମାନେ ଆମକୁ ପ୍ରଶଂସା କହନ୍ତି, କୋଉଠି ଅଛୁ ଏବେ ବାହାରିଆ ଏଠି ଦେଖିନେବି ତତେ। ଆଉ ଯେତେ ମା ବାପା ସବୁ ଲଗେଇକିରି ଯୋଉ ଦୁଇ ଅକ୍ଷର ଅକ୍ଷର ଗୁଡା ଭାଷା ସବୁ ଚମତ୍କାର ଭାବରେ ଶୁଣିବାକୁ ମିଳେ। କିନ୍ତୁ ମୁଁ ଭାବେ ଯେ ସେଠି ସଫଳ ହେଇଛି, ଆମେ ମାନେ ଯାଇକି ଠିକ ତୀର ଠିକ ଜାଗାରେ ବାଜିଛି, ସେଥିପାଇଁ କେଞ୍ଚା ଲାଗୁଛି। ନହେଲେ ହେଇପାରନ୍ତିନି। ଭାଇ ଯେତେବେଳେ ଲେଖନ୍ତି ମତେ ମୁଁ ସେଇଟା ତାଙ୍କର ରେକର୍ଡିଂ କରିଦିଏ, ନହେଲେ ମୁଁ ପଢେ ଆଉ ମୁଁ ତାପରେ ଶୁଣେ ସେଟା କଣ ଲେଖା ହେଇଛି, ତାପରେ ତାଙ୍କୁ କମେଣ୍ଟ ବି ଦିଏ ଯେ ଏଇଟା ହେଇଛି ଏମିତି ହେଇଥିଲେ ଆଉ ଟିକେ ଭଲ ହେଇଥାନ୍ତା। ବସି ଗଲେ ପୁରା ବହୁତ ସମୟ ଧରିକି ମୋ ଅନ୍ୟ କାମ ସବୁ ସେ ମଧ୍ୟ ସମ୍ଭାଳି ନିଅନ୍ତି। ହଁ ମୁଁ ବହୁତ ସମୟ କଣ ସମ୍ଭାଳନ୍ତି ଆପଣ? ମତେ ଲାଗୁଛି ଆମେ ମାନେ ଘରେ ଭାଇ ଯେମିତି ମୋର ରୋଷେଇରେ ସାହାଯ୍ୟ କରିଦିଅନ୍ତି ଆଉ ମୁଁ ସେମିତି ଆଜ୍ଞା ଆଉ କଣ କରିବା, ମାନେ ସେ ବହୁତ କାମ ଏମିତି କରିବାକୁ ପଡେ, ଲୋକମାନେ କହନ୍ତିନି ଆମେ କହୁ। ଆଉ ସବୁ ମୁଁ ରୋଷେଇ କରିଦେଲା ପରେ ସେ ଗରମ ପାଣି ଦେଇ ଦଉନାହାନ୍ତି, ଶୀତ ଦିନେ ଯଦି ଥଣ୍ଡା ପାଣି ରୋଷେଇ କଲା ପରେ ମୁଁ ଟେଷ୍ଟ କରେ ଲୁଣ ଠିକ ଅଛି ନା ନାହିଁ, ସେମାନେ ଖାଲି ଲୁଣଟା ଦେଇକି ଟେଷ୍ଟ କରିଦେବୁ ମୁଁ କରେ। ଟେଷ୍ଟ ନଥିବ ଆଉଥରେ ପକେଇବା ଯଦି କିଛି ଗୋଟେ ଏପଟ ସେପଟ ହେଇଯାଏ ନାହିଁ ଆପଣଙ୍କ ଭିତରେ ଖିଟଖିଟ ହୁଏ, ପୁଣି ତାକୁ ସମାଧାନ ହେଇଯାଏ। ନର୍ମାଲ ହଜବେଣ୍ଡ ୱାଇଫ ନା ତ ଖିଟଖାଟ ନହେଲେ ଆଉ କି ମଜା ଆସେ ଏଥିରେ। ଦେଖନ୍ତୁ ଖିଟଖାଟ ଏସବୁ ହବ, କିନ୍ତୁ ଆମେ ଜାଣିଛେ ଆ ପରିଣାମ ବିଶେଷ କିଛି ହବାର ନାହିଁ। ଯୋଉଦିନ ଭାବେ ଆଜି ଯାଉଛି କିଛି ଗୋଟେ ବଡ ନୂଆ କାମ କରିବି, ଆମ ଘରେ ମତେ କହନ୍ତି ହଉ ନୂଆ କରିବ ତ ଆଗ ଯୋଉ ଗାଡି ଚଲେଇବା ଶିଖିବ, ମୁଁ ପଛପଟୁ ଧରିବି। ହଁ ପୁଣି ଦିନେ ଭାବିଲି, ଆହ୍ୱାନ ଦେଲି, କହିଲି ଯାଉଛି ଦେଶରେ ପରିବର୍ତ୍ତନ ନେଇ ଆସିବି। ଘରଣୀ କହିଲେ ତମେ ପଛରେ ପରିବର୍ତ୍ତନ ଆଣିବ, ତମ ସେ ଟ୍ରାଉଜର ର ନାଡଟା ନାହିଁ ସେଟା ପିନ୍ଧି ହଉନି, ମୁଁ ଦଉଛି ସେଟା ଏବେ ଯାଇକି ବଦଳେଇକି ଆଣିବ, ମୁଁ ତମକୁ ଜାଣିବି। ତେଣୁ ସେ ଯେତେବେଳେ ଆମେ ଆଗକୁ ଯାଉଛେ ସେ ପଛପଟୁ ଆମର ଔକାତ ଟାକୁ ଆଜ୍ଞା ଚିହ୍ନେଇ ଦଉଛନ୍ତି। ସେଥିପାଇଁ ଆପଣଙ୍କ ଘରେ ଘରଣୀ ରହିବା ନିହାତି ଜରୁରୀ, କାରଣ ଆପଣଙ୍କ ଔକାତ ଯେତେବେଳେ ଆପଣ ଚିହ୍ନି ପାରିବେ ନାହିଁ, ତାଙ୍କ ପାଖକୁ ଯିବେ, ସିଏ ଆପଣଙ୍କୁ ନିଶ୍ଚୟ ଚିହ୍ନେଇ ଦେବେ। ଆଜିକାଲି ଇନଷ୍ଟାରେ ଦେଖା, ଓୟରେ ଚଖା, ତାପରେ ତ ଧୋକା। ଆଉ ବନ୍ଧୁଗଣ, ଏବେ ଜମାଟୋ ଆମ ହାଣ୍ଡିଶାଳ, ଓୟୋ ଆମ ଘର, ବିନା ରେଜିଷ୍ଟ୍ରି ବିନା ଭୋଜି ବାଜାରେ ଏବେ ଗଢି ହେଇଯାଉଛି ପରିବାର। ଏଠି ଆଜ୍ଞା ଇଏ ବାପା ଖୋଜିଲେଣି ଗ୍ରୁମ, ଆଉ ବାପା ଖୋଜିଲେଣି ଗ୍ରୁମ, ମା ଧରିଲାଣି ବ୍ରୁମ, ଝିଅ ତଥାପି ବୁଲୁଛି ରୁମ। ତେଣୁ ପରିବର୍ତ୍ତନ ଏସବୁ ଆସୁଛି ଆଜ୍ଞା। ଆଗରୁ ଥିଲା ବହୁତ ପ୍ରକାର ଲୋକମାନେ ଭାଷା ଶିଖୁଥିଲେ, ଏବେ ସମସ୍ତେ ଇଂରାଜୀର ଓଡିଆକରଣ କରିବାକୁ ଯାଉଛନ୍ତି। ଯେମିତି ଆପଣଙ୍କୁ କିଛି ଉଦାହରଣ ଦଉଛି, ଯିଏ ଜୀବନ ସାରା କଷ୍ଟରେ ମରୁଥାଏ ତାକୁ କହନ୍ତି କଷ୍ଟମର, ଯିଏ ଜୀବନ ସାରା କଷ୍ଟରେ ମରୁଥାଏ ତାକୁ କହନ୍ତି କଷ୍ଟମର, ଆଉ ଯାହାର ଆଦୌ କଣ୍ଡକ୍ଟର ନଥାଏ, ୟା ତା ଦେହରେ ଦିନ ରାତି ଘଷି ପେଲି ହଉଥାଏ, ତାକୁ କହୁଛନ୍ତି କଣ୍ଡକ୍ଟର। ଯିଏ ସବୁବେଳେ ପିଇକିରି ଟେର, ଯିଏ ଅଫିସରେ ସବୁବେଳେ ପିଇକିରି ଟେର, ତାକୁ କହୁଛନ୍ତି ପିଏ। ଆଉ ଯୋଉଠିକି ଗଲେ ମଣିଷର ଜୀବନ ମାନେ ଉପରକୁ ଚାଲିଯାଏ, ତାକୁ କହୁଛନ୍ତି ହାଇୱେ ହାଇୱେ। ଯୋଉଠି ମଣିଷ ମଦ ପିଇ ମରେ ତାକୁ କହନ୍ତି ମଦର ଲ୍ୟାଣ୍ଡ, ଯୋଉଠି ମଣିଷ ମଦ ପିଇ ମରେ ତାକୁ କହୁଛନ୍ତି ମଦର ଲ୍ୟାଣ୍ଡ। ଆଉ ଯୋଉ ଲୋକର ମୁହଁରୁ ହସ ସବୁଦିନ ପାଇଁ ବ୍ୟାନ ହେଇଯାଇଥାଏ, ତାକୁ କହୁଛନ୍ତି ହଜବ୍ୟାଣ୍ଡ ହଜବ୍ୟାଣ୍ଡ ହଜବ୍ୟାଣ୍ଡ। ପୁଣି ଦେଖା ଆପଣ ମାନେ ଶୁଣୁଥିଲେ ନିଶ୍ଚିନ୍ତ ଭାବରେ ଯେ ବ୍ୟଙ୍ଗ କବି କୁଳାଙ୍ଗାରଙ୍କ ସହିତ ଆମର ଆଲୋଚନା ହଉଥିଲା। ଆପଣ ତାଙ୍କର ଏ ବ୍ୟଙ୍ଗ କବିତା କେତେ ଦୂର ଆପଣ ମାନଙ୍କୁ ଛୁଇଁଛି ସେ କଥା କମେଣ୍ଟ ମାଧ୍ୟମରେ ଜଣାଇବେ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ ଓଡ଼ିଶା।